ଆଉ ଗୋଟେ କଥା ଆମର ସୁपर ପ୍ଲେୟାର ସବୁ ଇଣ୍ଡିଆର ବେଷ୍ଟ ପ୍ଲେୟାର ଆଉ ସବୁ ସୁନାମ ପ୍ଲେୟାର ବିରାଟ କୋହଲି। ଏତେ କ୍ରିକେଟ ଲଭର ଏତେ प्लेयर ମାନେ ଏତେ ତାକୁ ପାଗଳ କହନ୍ତି नहीं ଗୋଟେ किसी चीज को दिल से चाहे तो पूरी कायनात उससे मिलने की कोशिश में लग जाते हैं तो जब ଆମେ କିଛି ଜିନିଷକୁ ଚାହୁଁଛେ ତା ପଛରେ ଆମକୁ ପାଗଳ ହେବାକୁ ପଡ଼ିବ ପାଗଳ ପଡ଼ି ଯାଇବାକୁ ପଡ଼ିବ ପାଗଳ ହେଲେ ସେ ଜିନିଷକୁ ତମେ ପାଇପାରିବ ସେମିତି ଗୋଟେ ରଞ୍ଜି ଖେଳ ହୋଇଥାଏ 2006 ମସିହା କଥା ବିରାଟ କୋହଲି ଖେଳୁଥାନ୍ତି ହଠାତ୍ 40 ରନରେ ନଟ୍ ଆଉଟ୍ ଥାନ୍ତି ତ ହଠାତ୍ ତାଙ୍କ ଖବର ଆସିଲା ଘରେ ତାଙ୍କ ବାପା ମରିଗଲେ ପିତା ତାଙ୍କ ମୃତ୍ୟୁବରଣ କଲେ ଫିଲ୍ଡରେ ସମସ୍ତେ ତାଜୁବ ଆଉ ସମସ୍ତେ କାଟ କଣ କରିବା ମୁଁ ଭଲ ପ୍ଲେୟାର ପଡ଼ୁଛି ରନ୍ କେମିତି ହବ କୋଚ୍ ତ ଅଲରେଡି ଜାଣି ସାରିଥିଲେ ଯେ ଇଏ ଖେଳିପାରିବେ ତା ବଦଳରେ ଖେଳିବ କି ତଥାପି ସେ ହାର୍ ନ ମାରି ପିତା ମରିଯାଇଛନ୍ତି ସାଡ଼େ କିନ୍ତୁ ତାପରେ ଦିନ ଫିଲ୍ଡରେ ବ୍ୟାଟ୍ ଧରି ସେ ଠିଆ ହେଇଛନ୍ତି ଆଶ୍ଚର୍ଯ୍ୟଜନକ କିନ୍ତୁ ସେଇ ଜିତକୁ ସେ ତା ଟିମ୍କୁ ଜିତେଇଦେଲେ 100 ରନ୍ କଲେ ସେଞ୍ଚୁରୀ ନାହିଁ ସେଇଟା ତାଙ୍କ ପାଇଁ ପୁରା ପାଗଳ ଭଲ ପାଇବା ତାପରେ ସେ ଅନ୍ତିମ ସଂସ୍କାର କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ ତମମାନଙ୍କ ଭିତରେ ସେମିତି ଗୋଟେ ଜିନିଷକୁ ପାଇବାକୁ ଗଲେ ପାଗଳାମି ହୋଇପାରେ ପାଗଳାମି ମାନେ କ'ଣ ମୁଁ ଚାହୁଁଛି ତ ଭାଇ ହେଇପାରିବ କାହିଁ ହେଇପାରିବନି ଦୁନିଆରେ କୌଣସି ଜିନିଷ ସମ୍ଭବ ନୁହେଁ ଇମ୍ପସିବଲ ନୁହେଁ ତ ଆମକୁ ତିଆରି କରିବାର ଅଛି ଆମକୁ ବଢ଼ିଆ ଅଛି ତମ ବାପା ମା କେତେ ସ୍ୱପ୍ନ ଦେଖୁଛନ୍ତି ତମ ପରିବାର କଥା ଟିକେ ଭାବ ଯେ କେତେ ପରିଶ୍ରମ କାହା ବାପା କୋଉଠି ସପୋଜ ବାପା ଗଲେ କାମ କରୁଛନ୍ତି କି ବାପା ମଜୁରୀ କରୁଛନ୍ତି କହିବାରେ କିଛି ଅଛି ନା ଭାଇ ଇଏ କ'ଣ କହୁଛି ସେଇଟା ଭୁଲିବାର ତ ନିଜ ଫ୍ୟାମିଲିକୁ ଯଦି ଆଖି ଆଗରେ ଦେଖିପାରୁଛ ବାପା ମାଙ୍କ କଷ୍ଟକୁ ଆଖି ଆଗରେ ଦେଖିପାରୁଛ ତ ତମେ ମାନେ କ'ଣ ଭୁଲ ରାସ୍ତାରେ ଯିବନି ନିହାତି ରୂପେ ସଫଳତା ଶୀର୍ଷ ପାହାଚରେ ମଧ୍ୟ ମୁଁ ଏଠି କହୁଛି ଆଉ ଯେଉଁ ଗୁରୁମାନଙ୍କ କଥା ମାନି ତମେ ଆଗକୁ ଯିବ ନିଶ୍ଚିତ ରୂପେ ସଫଳତା ପାଇବ ତ ସେଇ ବରଣ୍ୟ ଗୁରୁମାନଙ୍କୁ ମୁଁ ମଞ୍ଚରୁ ଆଉଥରେ ଭୂମିଷ୍ଠ ପ୍ରଣାମ କରି ଆୟୁଷ ଆଚାର୍ଯ୍ୟଙ୍କୁ ଭୂମିଷ୍ଠ ପ୍ରଣାମ କରି ମୋର ବକ୍ତବ୍ୟ ଶେଷ କରୁଛି ଜୟ ଜଗନ୍ନାଥ।